हेलो हाय फ्रेंड, नमस्कार, लव यू ऑल एंड जय जगन्नाथ। जय जगन्नाथ, जय जगन्नाथ। सकाळु सकाळु भगवान एमती कम किए कर खाली देखते टे सकाळु सकाळु पूरा किए निआ लगे देती माने बांस गछ आड़े पुड़ूजी पूरा पूरा पुड़ूजी जंगल पूरा नष्ट पूरा संपूर्ण संपूर्ण जंगल नष्ट हुआ। कोला जे काम कला सका भल काम कर जंगल कि नष्ट करुच्ची सहजरे खरा दिन भी तुम निआ लगेदब भगवान पिचाश हाथ में पुड़ी जाए के फेबंदी सहयोग कर जन आसीगले चपल सह हाथ में पुड़ी जीव एमती तो बांस सब नष्ट होमती जे एमती सब बांस नष्ट माने सकाल साल भावी बहुत दिन ब्लॉग कर आज सकाल साल कौन ब्लॉग करी माने आज मत एमती कंटेंट मिलला जे माने पूरा आखिर का लुह बाहरी पड़ू मैंने सकाल साल टाइम बेसी है छटा 10 मारे 5:50 मन करूँ सका सका पूरा हाँ ये टे लगुच संपूर्ण लिखा सला लिखा टिके अच्छे लगुच देखो आउटे देखीदे आप देखी जातु यही बाउंस गछ पूरा जली जाता संपूर्ण संपूर्ण पूरा जली जाता तथा कि निआ लिभिनी देखो निआ अच्छी आहरी भगवान ये तो सब आड़े व्यापीब पूरा निआ रड पानी पकईद भाई अरे तो फोन जो बोझ बाढ़ मत लगुच लगे न लगले तो भल ये पूरा काठ जली जाइए देख तो सकाल पूरा केतकी निआ लगी पूरा एरिया जाक निआ लगी सारी देखुए पथर केते बढ़िया सुंदर आमर जंगल माने एमती किए खलनायक सकाल सकाल पूरा जंगल नष्ट करवार लगी माने तथा आहरी लगुच भितर देखे दो माने बाउंस ये भितर लगुच
ଏ ଭିତରୁ ତ ଯାଇ ହବନି, ପଥର ପକେଇବା ପଡ଼ିବ। ପଥର ପକେଇଦେଲେ ହେଇଯିବ ବି। ସକାଳୁ ସକାଳୁ ମାନେ ଏମିତି ଯାହାହେଲେ ବି ଯା କିଛି ନ ମିଳେ ଯାହାହେଲେ ମଦ ବୋତଲ ହବ ଏଇଟା ନିଆଁ ଲିଭେଇବାକୁ ପଡ଼ିବ। ଟିକେ ଲିଭିଯା ଯାଉନି ଭିତରୁ ତ। ଲିଭିଲା କହୁଥିଲି ମାନେ ଏମିତି ସକାଳୁ ସକାଳୁ କି ଖଳନାୟକ ଥିଲା ମାନେ ଆମ ଗାଁର ଜଙ୍ଗଲକୁ ନଷ୍ଟ କରିବାରେ ବସିଥିଲା। ତ ଭାଗ୍ୟବଶତଃ ଆପଣ ଜୋର ଜାଣିଥିବେ, ଜୋର ଆକ୍ଚୁଆଲି ନିଆଁ ଲିଭେଇ ସାରିଲା ପରକୁ ଆପଣମାନଙ୍କ ସହିତ ଗପୁଛି। ଆପଣମାନେ କହିବେ ଆଗ ପ୍ରଥମେ ନିଆଁ ଲିଭା ତାପରେ ଯା ଗପିବୁ। ଦେଖିପାରୁଥିବେ ଜୋର ଚାହିଁଥିଲେ ପାଣି ପକା ହେତୁ ତ ବାଡ଼ି ଦ୍ୱାରା ଲିଭିଗଲା। ତ ସକାଳୁ ଜୋର ଆଡ଼େ ଆସିଥିଲି ତ କ'ଣ ପାଇଁ ଆସିଥିଲି ତ କହିହେବନି। ଆମର ଆପଣମାନେ ଜାଣିପାରିଥିବେ ସକାଳୁ ସକାଳୁ ମାନେ ଗାଁ ଗହଳିରେ ବନ୍ଧ ଜୋର ଆଡ଼େ ମାନେ କ'ଣ ପାଇଁ ଆସନ୍ତି ତ ସେଇଟା କହିହେବନି। ଆପଣ ଜାଣିସାରିଲେନି କ'ଣ ପାଇଁ ଆସିଥିଲି। ତ ଭାଗ୍ୟବଶତଃ ମାନେ ଆପଣ ପ୍ରଥମେ ଦେଖିଥିବେ ଭିଡ଼ିଓରେ ମୁଇଁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ମାନେ ଜୟ ଜଗନ୍ନାଥ 3 ଥର କହିଛି ଆଖିରେ ପ୍ରଭୁ ଜଗନ୍ନାଥ କିନ୍ତୁ ଦେଖେଇଦେଲେ। ମୋତେ ଲାଗିଲା କି ତୁ ଆଉ ବ୍ଲଗ୍ କରୁନୁ, ତୁ ନିହାତି ଯାହା ସେ ନିଆଁକୁ ଲିଭା। ମୋତେ ଲାଗିଲା କି ଭଗବାନ କହିଲେ ତୁ ଆଉ ଲେଟ୍ କରିନି। ତ ଆପଣମାନେ ଭିଡ଼ିଓ ବି ଦେଖିଲେ ତ କେମିତି କ'ଣ ଯେମିତି ମାନେ ଗୋଟେ ବାଡ଼ିରେ ଏ ବାଡ଼ି ବର୍ତ୍ତମାନ ସୁଦ୍ଧା ଧରିଛି, ଏଇ ବାଡ଼ିରେ ନିଆଁ ଲିଭଉଥାଏ ମାନେ ଭିଡ଼ିଓ କରୁଥାଏ। ତ ସେତିକି ଭିଡ଼ିଓକୁ ମୁଁ ସେତିକି ମାନେ ଗୁରୁତ୍ୱ ଦେଇନି। ଆପଣ ଦେଖିଥିବେ ସେତେ ଭିଡ଼ିଓ ବି ଆପଣଙ୍କୁ ଏତେ ଭଲ ଲାଗିନି। ତ କ'ଣ କରିବା ଏଠି ମୋର ଭିଡ଼ିଓ ଭଲ ମାନେ ଭିଡ଼ିଓ ବେଶୀ ମାନେ ଭଲ ଦରକାର ନଥିଲା। ତ ଦରକାର ଥିଲା କେମିତି ଜଲ୍ଦି ନିଆଁ ଲିଭିବ। ତ ନିଆଁ କେମିତି ଆପଣ ଦେଖୁଥିବେ ଆଗକୁ କିନି ମାନେ ନିଆଁ ସ୍ପର୍ଶ ନ କରିବ। ତ ସେଇଟା ମୋ ମନର ଚିନ୍ତା ଥିଲା। ତ ଅନ୍ତ ବି ଘଟିଲା। ତ ସମ୍ପୂର୍ଣ୍ଣ ନିଆଁ ବି ଲିଭି ସାରିଲା। ଆପଣ ଦେଖିପାରୁଥିବେ ପୁରା ଭିତରେ ଅଛି ମୁଇଁ। ଏଇ ଭିତରଟା ମାନେ ଟୋଟାଲ ଏରିଆଟା ମାନେ ନିଆଁ ଏମିତି ଲାଗୁଥିଲା। ତ ଆଉ ଟିକେ ଆଗରୁ ଆସିଥିଲେ ଦେଖିବା ତ ମୁଇଁ ଯେଉଁ ଟାଇମ୍ ଆସିଛି ମୋତେ ପ୍ରଭୁ ଯେଉଁ ଟାଇମ୍ ଆକ୍ଚୁଆଲି ପଠାଇଛନ୍ତି ତ ସେଇ ଟାଇମ୍ରେ ମୁଇଁ ଆକ୍ଚୁଆଲି ପହଞ୍ଚିଛି। ତ ଯଦି ଆଉ ଟିକେ ଲେଟ୍ କରିଥାନ୍ତି କି ଅନ୍ୟ କୌଣସି ମାନେ ବ୍ୟକ୍ତି ଲିଭେଇଥାନ୍ତା କି ନ ଲିଭେଇଥାନ୍ତା ତ ସେଇଟା ତ ମୁଁ କହିପାରିବିନି। ତ ମୋ ଦ୍ୱାରା ଯେତିକି ହେଲା ଆଉ ଜଣେ ଦେଖିପାରିଥିବେ ତାଙ୍କର ଭିଡ଼ିଓ ଆସି ସିଏ ବି ଯାହା ହଉ ମାନେ ସହଯୋଗ କଲେ। ଆପଣମାନେ ଭିଡ଼ିଓ ଦେଖିଲେ ତ ଭାବିଥିଲି ଆଜି ମାନେ କିଛି ଗୋଟେ ଅନ୍ୟ କିଛି ମାନେ କଣ୍ଟେଣ୍ଟ ଆଣିବି। ତ ଏତେ ଦିନ ପରେ ବ୍ଲଗ୍ କରିନି। ସକାଳୁ ଭାବୁଥିଲି କିଛି ଗୋଟେ ବ୍ଲଗ୍ କରିବା। ତ ଆପଣମାନେ ବ୍ଲଗ୍ ତ ଦେଖିଦେଲେ ଆଉ କ'ଣଟା କହିବି। ଏଇଠି ବି ଦେଖନ୍ତୁ ମାନେ କୋହଳ ଏଠି ବି ନିଆଁ ଲାଗି ଲିଭି ସାରିଲାନି। ପଛର ଦୃଶ୍ୟ ଦେଖିପାରୁଥିବେ ଏଇ ବି ନିଆଁ ଲାଗିଲା ବୋଲି ଲିଭି ସାରିଲାନି। ଆଉ ଟିକେ ଅଛି ଜଷ୍ଟ ଦେଖେଇ ଦେଉଛି ଆପଣମାନଙ୍କୁ। ମାନେ କେଡ଼େ ଖରାପ ଲୋକ ମାନେ ଯେଉଁ କୁହନ୍ତି ନା ମାନେ କିଛି ୱାର୍ଡ଼ ନାହିଁ ଯେଉଁ କହିବାର ସେ ଲୋକକୁ କ'ଣ କୁହାଯିବ। ଦେଖେଇ ଦେଉଛି ଜଷ୍ଟ ଟିକେ ଆପଣ ଲାଷ୍ଟ ଥର ବ୍ୟାକ୍ କ୍ୟାମେରାରେ ଦେଖେଇ ଦେଉଛି। ଦେଖନ୍ତୁ ଟିକେ ଲାଗୁଛି ଦେଖିପାରୁଥିବେ ଲାଷ୍ଟ ଟାଇମ୍ ଏଇଟା ନିଆଁ ଲାଗୁଛି। ୟାକୁ ବି ଲିଭାଇବାକୁ ଚେଷ୍ଟା କରିବା ନା। ଏତେ ନିଆଁ ଲିଭାଲା ଏଇଟା ଲିଭିବନି କ'ଣ ନିଆଁ। ପାଣି ପବନ ନିଆଁ ଏମାନଙ୍କ ସହିତ ଗେଲ ନାହିଁ କିନ୍ତୁ ଲୋକମାନେ ଆକୁ ବହୁତ ସମ୍ପୂର୍ଣ୍ଣ ମାନେ ଲୋକମାନେ କ'ଣ ଭାବିକି ନିଆଁ ସହିତ ଗେଲ ହୁଅନ୍ତି ମୁଁ ଜାଣିପାରେନି। ଆଖି ପିଛୁଡ଼ାକେ ଚାହିଁଥିଲେ ପୁରା ଆମ ଗାଁର ଜଙ୍ଗଲଟା ପୁରା ନଷ୍ଟ। ଏହା ଦେଖିପାରୁଥିବେ ପଥର ଦୃଶ୍ୟ ଆପଣମାନେ। କେତେ ସୁନ୍ଦର ମୋ ଗାଁ, କେତେ ସୁନ୍ଦର ମୋ ଜଙ୍ଗଲ। ଏଇ ଜଙ୍ଗଲକୁ ସକାଳୁ ସକାଳୁ
ମାନେ କେଉଁ ଦୁଷ୍ଟ ବ୍ୟକ୍ତି ଏମିତି ନିଆଁ ଲଗାଇବାକୁ ଚେଷ୍ଟା କରିଥିଲା ମୁଁ ଖାଲି ସେଇଟା ଭାବୁଛି। ତ ଦେଖିଥିଲେ ତ ତାର ନିହାତି ଆପଣମାନଙ୍କୁ ଭିଡ଼ିଓ ମୁଁ ଭିଡ଼ିଓ କରି ଦେଇଥାନ୍ତି। ତ ସେ କେତେବେଳେ ନିଆଁ ଲଗେଇଛି ତ ସେଇଟା ଜଣାପଡ଼ୁନି କିଏ ବି ନିଆଁ ଲଗେଇଛି। ତ ସେଇଟା ଆସିଲା ବେଳକୁ ମୁଇଁ ଭାଗ୍ୟ ଭଲ ତାକୁ ଦେଖିପାରିଲି, ନହେଲେ ନିହାତି ମୁଁ କହୁଛି ତା ଭିଡ଼ିଓ କରିକିନି ମୁଁ ପୁରା ସବୁଆଡ଼େ ଭାଇରାଲ୍ କରିଥାନ୍ତି। ଭାଇରାଲ୍ ବୋଲି ପ୍ରଥମେ ଓଟ ବି ନ୍ୟୁଜ୍ ଫିଜ୍କୁ ଦେଇଥାନ୍ତି, ତା କାରନାମା ଆଡ଼ୁ ସମସ୍ତେ ଦେଖିଥାନ୍ତେ ଜଙ୍ଗଲକୁ କେମିତି ଲୋକ ନଷ୍ଟ କରୁଛି। ମାନେ ଲୋକମାନେ ଗଛ ରହୁଛନ୍ତି କେମିତି ଟିକେ ଛାଇ ହେବ ପବନ ହେବ, କିନ୍ତୁ ଲୋକ ଅଛନ୍ତି ଗଛକୁ ମାନେ ନଷ୍ଟ କରିବାରେ ଲାଗିଛନ୍ତି। ମାନେ ଏମିତି ବି ଲୋକ ଆମ ଗାଁ, ଆମ ଓଡ଼ିଶା, ଆମ ରାଜ୍ୟ, ଆମ ଭାରତରେ ଅଛନ୍ତି। ମାନେ ଏମିତି ଖରାପ ବ୍ୟକ୍ତି, ମାନେ ସକାଳୁ ସକାଳୁ ପୁରା ନିଆଁ ଲଗେଇ ଦେଇଛି କିଏ। ଏମିତି କାମ କରିବା କଥା କି? ମୁଁ ଜଣକୁ କହୁଛି ଏଡ଼େ ଆମ ଗାଁ ଲୋକ ଜଣକୁ କହୁଛି, ତ କହିବାଟା ସ୍ୱାଭାବିକ ବି। ନିଆଁ ତ ଲିଭିଗଲା, ଆପଣ କହିବେ ନିଆଁ ତ ଲିଭିଗଲା କ'ଣ ଗପୁଛି, ତ ନ ଗପିଲେ ଆକ୍ଚୁଆଲି ହେବନି। ତ ସଚେତନ ପୁଣି କି ନେବେ, ଯେଉଁ ଗାଁରେ ଯେମିତି ନିଆଁ ଲାଗୁଛି ତ ଆପଣମାନେ ବି ସଚେତନ ହେବା ଦରକାର। ଯଦି ଏମିତି ବି କେଉଁ ଦୁଷ୍ଟ ବ୍ୟକ୍ତି ନିଆଁ ଲଗାଉଛି ଆପଣମାନେ ତୁରନ୍ତ ତାର ଭିଡ଼ିଓ ପୁରା ଭାଇରାଲ୍ କରିଦିଅନ୍ତୁ, ଏମିତି ଯେମିତି ସେ ନେକ୍ସଟ ଟାଇମ୍ କେବେ ବି ଆଉ ମାନେ ଭୁଲ ବି ନ କରେ। ତ ଆଶା କରୁଛି ଆଜି ଯାହା ବି ଆଶା ମାନେ ଭିଡ଼ିଓ ଶେଷରେ କହିବି, ଯାହା ବି ଆଜି ମାନେ ଚାହିଁଥିଲି କିଛି ଗୋଟେ ନୂଆ କଣ୍ଟେଣ୍ଟ କରିବି, ତ ସକାଳୁ ମାଇଣ୍ଡ ପୁରା ଖରାପ ହେଇଗଲା। ତ ଏମିତି ଦୃଶ୍ୟ ଦେଖିକିନି ଦେଖିପାରୁଥିବେ ହାତ ପୁରା ଏଇ ବାଁ ହାତ ଦେଖିଲେ ଦେଖିପାରୁଥିବେ ପୁରା କଳମଳା ହେଇକିନି ତ ନିଆଁ ଲିଭେଇବାରେ ପୁରା। ତ ଯାହା ହଉ ସକାଳୁ ଯାହା ମୋତେ ଗୋଟେ ସୁଯୋଗ, ଯେ ମୋତେ ବହୁତ ଖୁସି ଲାଗେ ସକାଳୁ ମୋତେ ଗୋଟେ ସୁଯୋଗ ମିଳିଲା ଏମିତି ଗୋଟେ କାମ କରିବା ପାଇଁ। ଯାଉ ଭଗବାନଙ୍କର ଆଦେଶ ସକାଳୁ ଗୋଟେ ଏମିତି ଗୋଟେ ପୁଣ୍ୟ କାମ କରିବାରେ, ଜଙ୍ଗଲ ଯେତେ ଲଗେଇଛି ଛାଡ଼, ଜଙ୍ଗଲ ଲିଭେଇବାରେ ଯେଉଁ ସେ ଆନନ୍ଦ, ଯାହା ହଉ ଆଜି ମୋତେ ସେଇ ସୁଯୋଗ ଆଜି ମୋତେ ମିଳିଲା। ତ ଆଜିର ଭିଡ଼ିଓକୁ ବେଶୀ ଆଉ କିଛି ଲମ୍ବା କରିବିନି। ତ ଦେଖିବା ନେକ୍ସଟ କ'ଣ ଗୋଟେ ବ୍ଲଗ୍ ଆଣିବା। ତ ଆଜି ସକାଳୁ ତ ଭାବିଥିଲି କିଛି ଗୋଟେ ବ୍ଲଗ୍ ଆଣିବା ଆମେ, ତ ବ୍ଲଗ୍ କିଛି ହେଇପାରିଲାନି। ତ ଆଶା କରୁଛି ଏତିକିରେ ଆଜି ଆପଣମାନେ ଆଡ୍ରେସ୍ କରନ୍ତୁ। ତ ଯିବା ପୂର୍ବରୁ ଆପଣମାନଙ୍କୁ କେମିତି କ'ଣ ଆଜି ଭିଡ଼ିଓ ଲାଗିଲା ଆଶା କରୁଛି ଆପଣମାନେ ନିହାତି କମେଣ୍ଟ କରିବେ। ତ ଏଇଭଳି ଯିଏ କାମ କରି ତାକୁ କେମିତି କ'ଣ ଦଣ୍ଡ ମିଳିବା ଦରକାର ଆଶା କରୁଛି ଆପଣମାନେ ଛୋଟିଆଟେ କମେଣ୍ଟ କରିଦେବେ। ଯଦି ଏଇଟା ମୋ ଗାଁରେ ହେଲା ମାନେ ଆମ ଜଙ୍ଗଲରେ ହେଲା, ଯଦି ଆପଣମାନଙ୍କ ଜଙ୍ଗଲରେ ହେଇଥାନ୍ତା ତ ସେ ଲୋକ କ'ଣ କହିଥାନ୍ତେ। ତ ଆଉ ଭିଡ଼ିଓକୁ ବେଶୀ ଲମ୍ବେଇବାନି, ଆଜିର ଭିଡ଼ିଓକୁ ମାନେ ଏଇଠି ଏଣ୍ଡ କରୁଛି। ବର୍ତ୍ତମାନ ମୋ ଚ୍ୟାନେଲରେ ଯେଉଁମାନେ ନୂଆ ଅଛନ୍ତି ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ଯାହାଫଳରେ ଯେତେବେଳେ ଯେଉଁ ମୁହୂର୍ତ୍ତରେ ଭିଡ଼ିଓ ଛାଡ଼ି ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ତ ରହୁଛି, ଲଭ୍ ୟୁ ଅଲ୍, ଜୟ ଜଗନ୍ନାଥ।